ଜୟ ଶ୍ରୀରାମ। ଆଜି ସମାଜରେ ମଣିଷ ଗଢ଼ିବା ପାଇଁ ଆଉ ସମୟ ନାହିଁ। ଯିଏକି ଗୋଟେ ପିଲା ଜନ୍ମ କାଳରୁ ତା'ର ଶୈଶବ ପର୍ଯ୍ୟନ୍ତ ଯେଉଁ ପିତାମାତାମାନେ ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ତା'ର ଭବିଷ୍ୟତ ଗଢ଼ିଥାନ୍ତି, ବର୍ତ୍ତମାନ ଆଉ ଆଧ୍ୟାତ୍ମିକ ଛାଡ଼ି ଖାଲି ପୁସ୍ତକ, ଯେଉଁଥିରେ କି ତା'ର ବ୍ୟବସାୟିକ କିଛି ପଇସା ରୋଜଗାର କରିପାରିବ, ସେଇଭଳି ବିଦ୍ୟା ଆହରଣ ପାଇଁ ପ୍ରବର୍ତ୍ତ। କିନ୍ତୁ ଦୁଃଖର ବିଷୟ, ବର୍ତ୍ତମାନ ମଣିଷଙ୍କଠାରେ ମଣିଷତ୍ୱ ହିଁ ଲୋପ ପାଇଛି। କାରଣ ଏଇଥିପାଇଁ ଯେ ଆମର ଶିକ୍ଷାର ଅଭାବ। ଖାଲି ବହି ପଢ଼ିଦେଇ ବିଦ୍ୟାଳୟରେ ପ୍ରଥମ ଓ ନମ୍ବର ଅଧିକା ନେଇ ଆସିଲେ ତା'ର ଶିକ୍ଷା ହେଇଗଲା, ସେଇଟା ନୁହଁ, ଠିକ୍ ନୁହଁ। ସମାଜ ଚଳିବା ପାଇଁ, ଗୋଟେ ସୁସ୍ଥ ସମାଜ ଚଳିବା ପାଇଁ ଯେଉଁ ଜ୍ଞାନ ସବୁ ମଣିଷର ଦରକାର, ଆମମାନଙ୍କ ମଧ୍ୟରେ ତାହା ଅଭାବ ଅଛି। ଯେଉଁଥିପାଇଁ ମଣିଷ ଏତେ ବର୍ବର ନୃଶଂସ ଆଡ଼କୁ ଗତି କରୁଛି। ପ୍ରଥମରୁ ପୂର୍ବ କାଳରେ ଆମେ ଦେଖୁଥିଲେ ଯେ ମଣିଷଙ୍କ ମାନଙ୍କ ମଧ୍ୟରେ ସ୍ନେହ, ଆଦର ଓ ଭଲ ପାଇବା ଭାବ ଏସବୁ ଥିଲା। ବର୍ତ୍ତମାନ ସେସବୁ ବିଲୋପ ହୋଇଯାଇଛି। ମଣିଷଙ୍କଠାରେ କେବଳ ନିଜ ସ୍ୱାର୍ଥ ଛଡ଼ା ଅନ୍ୟ କିଛି ନାହିଁ। ଏହାର କାରଣ, ପିଲାଟି ଜନ୍ମ କାଳରୁ ମାଆ ମାନେ ବା ବନ୍ଧୁବାନ୍ଧବ ନାମକରଣ ଆଦିର ଯେଉଁ ବ୍ୟବସ୍ଥା ଥିଲା, ସେ ନାମକରଣ ବ୍ୟବସ୍ଥା ଭିତରେ ସବୁ ଈଶ୍ୱରବାଦ ହିଁ ଥିଲା। ଭଗବାନଙ୍କୁ ଆଶ୍ରା କରି, ଭଗବାନଙ୍କ ନାମ ଦେଇ ସେମାନେ ପିଲାଟିକୁ ସଂସାରରେ ପରିଚିତ କରାଉଥିଲେ। ଏ ହେଉଛି ମୁଖ୍ୟ କାରଣ ଯେ ଆମଠାରେ ଆଧ୍ୟାତ୍ମିକ ଭାବଟା ଅଭାବ। ଦ୍ୱିତୀୟ ହେଲା, ପିଲାଟି ଯେତେବେଳେ ବଢ଼ିଲା, ତାକୁ ଭଗବାନ କ'ଣ, ମଣିଷକୁ ମଣିଷ କେମିତି ଚିହ୍ନନ୍ତି, ମଣିଷର ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ଏସବୁରେ ଆମର କୌଣସି ବ୍ୟବସ୍ଥା ନାହିଁ। କେବଳ ତା'ର ଜ୍ଞାନ, ତା'ର ଯେତେବେଳେ ହେତୁ ବଢ଼ୁଛି, ସେତେବେଳେ କେବଳ ଆମର ତା'ର ପାଠପଢ଼ା ଆଉ କେମିତି କଲେକ୍ଟର ହେବ, ଓଏସ୍ ହେବ, ବଡ଼ ଚାକିରି କରିବ, ଫରେନ୍ କଣ୍ଟ୍ରି ଯିବ, ପଇସା ରୋଜଗାର କରିବ, ଏହିସବୁ ବାବଦରେ ଆମେ ତାକୁ ହିଁ ଉତ୍ସାହ ଦେଇଚାଲିଛୁ। ସଂସାର ଏଇଭଳି ଭାବରେ ଗତି କଲେ ମଣିଷ ସମାଜ ଦିନକୁ ଦିନ ତଳକୁ ଯିବ। ଏ ସଂସାରରେ ମଣିଷ ବଞ୍ଚିବା ପାଇଁ ହେଲେ, ଗୋଟେ ସୁସ୍ଥ ସମାଜ ଗଠନ କରିବା ପାଇଁ ହେଲେ ମଣିଷ ଆଧ୍ୟାତ୍ମିକବାଦଟା ଜରୁରୀ। ଯଦି ମଣିଷଠାରେ ଆଧ୍ୟାତ୍ମିକବାଦଟା ନ ରହେ, ନିଶ୍ଚିତ ଭାବରେ ଏ ସମାଜ ବିଲୋପ ହେବ। ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଏସବୁ ଗୋଟେ ସୁସ୍ଥ ମଣିଷ, ଭଲ ମଣିଷଙ୍କ ଦେହରେ ରହିବା ଆବଶ୍ୟକ।